ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଗତକାଲି କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି। ଭୁବନେଶ୍ୱର କେବଳ 10,000ରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏହି ଅବସରରେ ଭୁବନେଶ୍ୱର ସ୍ଥିତ ବିଜେପି ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ ଏକ ପରୀକ୍ଷା କେନ୍ଦ୍ର ହୋଇଥିଲା, ଯେଉଁଥିରେ ଶତାଧିକ ଛାତ୍ରଛାତ୍ରୀ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ନିଜ ନିଜର ଭାଗ୍ୟର ଚୋରି ସମ୍ପନ୍ନ ପରୀକ୍ଷାର ସମ୍ମୁଖୀନ ହୋଇଥିଲେ। ଏଥିନିମନ୍ତେ ପରୀକ୍ଷାର୍ଥୀ ଏବଂ ସେମାନଙ୍କ ଅଭିଭାବକମାନଙ୍କ ମଧ୍ୟରେ ଆଶା ଏବଂ ଆକାଂକ୍ଷାର ପ୍ରଶ୍ନଚିହ୍ନ ଉଙ୍କି ମାରିଥିଲା। କାରଣ ଗତ ଥରର ପରୀକ୍ଷା ବାତିଲ ହେଲା ପରେ ଏ ପରୀକ୍ଷା କିପରି ସେମାନଙ୍କ ସ୍ୱପ୍ନ ବାଲିଘରକୁ ଧୋଇ ନ ଦେଉ ତାହା ସେମାନେ ସେମାନଙ୍କ ଇଷ୍ଟଦେବଙ୍କୁ ବିନମ୍ର ନିବେଦନ କରିଥିଲେ। आज्ञा मो ना प्रियांशु मु सत्यवादी आसी मो बीजेपी हायर सेकेंडरी एजुकेशन में पढ़ता तो ये बहुत पिला थे मोर मो भौणी भी पढ़ता तो यहाँ आम फास्ट टाइम एत कि भल है हेनी कि ना आम जाणीनु आपर ट्राए करूँ हाँपाई निश्चय हम ये बहुत पिला आसते तो यहाँ आम गोटे फास्ट अभिज्ञता कह गले भल है। भुवनेश्वरରୁ गंगाधर रथଙ୍କ रिपोर्ट, संघर्ष टीवी।